ଯକ୍ଷ ଏବଂ ଯକ୍ଷିଣୀମାନଙ୍କର ଉଲ୍ଲେଖ ଧର୍ମଗ୍ରନ୍ଥ ମାନଙ୍କରେ ଦେଖିବାକୁ ମିଳିଥାଏ। ରାମାୟଣ ଠାରୁ ମହାଭାରତ ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ପୁରାଣ ଗୁଡ଼ିକରେ ଯକ୍ଷିଣୀଙ୍କ ସମ୍ପର୍କରେ ବର୍ଣ୍ଣିତ ରହିଛି। କିନ୍ତୁ କିଏ ଏହି ଯକ୍ଷିଣୀ? ଏମାନଙ୍କର କେମିତି ଉତ୍ପତ୍ତି ହୋଇଛି? କେତେ ଶକ୍ତି ସେମାନଙ୍କର ରହିଛି? ସଂଖ୍ୟାରେ ଏମାନେ କେତେ ଜଣ? ତନ୍ତ୍ର ସାଧନାରେ ସେମାନଙ୍କର ମହତ୍ତ୍ୱ କ'ଣ ରହିଛି? ଆସନ୍ତୁ ଜାଣିବା ଯକ୍ଷ ଯକ୍ଷିଣୀଙ୍କ ସମ୍ପର୍କରେ। ଜୟ ପତିତପାବନ ଜଗନ୍ନାଥ, ଜୟ ସନାତନ। ଆପଣ ଦେଖୁଛନ୍ତି ଯକ୍ଷ ଏବଂ ଯକ୍ଷିଣୀ ବ୍ରହ୍ମାଣ୍ଡର ବିଭିନ୍ନ କ୍ଷେତ୍ରରେ ବାସ କରୁଥିବା ଦିବ୍ୟ ପ୍ରାଣୀମାନଙ୍କ ଭିତରୁ ଅନ୍ୟତମ। ସେମାନେ ଉପଦେବୀ ଦେବତାଙ୍କର ଶ୍ରେଣୀରେ ଆସନ୍ତି ଏବଂ ସେମାନଙ୍କର ଅଧିପତି ହେଉଛନ୍ତି କୁବେର। ତନ୍ତ୍ର ସାଧନାର ବିଭିନ୍ନ ଗ୍ରନ୍ଥରେ ସାଧାରଣତଃ 36 ଯକ୍ଷିଣୀଙ୍କ କଥା ଉଲ୍ଲେଖ ରହିଛି। ସେମାନଙ୍କ ଭିତରୁ 4 ଜଣ ଯକ୍ଷିଣୀ ସମ୍ପୂର୍ଣ୍ଣ ଗୋପନୀୟ। ଏହି 4 ଗୁପ୍ତ ଯକ୍ଷିଣୀଙ୍କ ସମ୍ପର୍କରେ କେହି ଜାଣନ୍ତି ନାହିଁ। ଅନ୍ୟ 32 ଯକ୍ଷିଣୀଙ୍କର ପ୍ରତ୍ୟେକ ଗୋଟିଏ ଗୋଟିଏ ଅଲଗା ମନ୍ତ୍ର ରହିଛି। ଯକ୍ଷିଣୀକୁ ସିଦ୍ଧ କଲେ ସୁଖ, ସୌଭାଗ୍ୟ, ଐଶ୍ୱର୍ଯ୍ୟ, ସଫଳତା, ବୈଭବ, ପରାକ୍ରମ, ସନ୍ତାନ ସୁଖ, ଇଚ୍ଛାପୂର୍ତ୍ତି, ଧନ, ରତ୍ନ ଇତ୍ୟାଦି ସୁଖ ମିଳିବା ସହିତ ଶତ୍ରୁ ଭୟ ମଧ୍ୟ ଦୂର ହୋଇଥାଏ। ଯଦି ସେମାନଙ୍କର ମନ୍ତ୍ରକୁ ବିଧି ବିଧାନ ଅନୁସାରେ ଉଚ୍ଚାରଣ କରି ସିଦ୍ଧ କରାଯାଏ, ତେବେ ମାନବ ଜୀବନର ସମସ୍ତ ସମସ୍ୟା ସମାଧାନ କରାଯାଇପାରିବ। ବିନା ଗୁରୁ କିମ୍ବା ବିନା ଅନୁଭବରେ କୌଣସି ମନୁଷ୍ୟ ପାଖରେ ଯକ୍ଷିଣୀକୁ ସିଦ୍ଧ କରିବା ବିପଦପୂର୍ଣ୍ଣ। ସନାତନ ଧର୍ମ ବ୍ୟତୀତ ଜୈନ ଏବଂ ବୌଦ୍ଧ ସମ୍ପ୍ରଦାୟରେ ଯକ୍ଷିଣୀଙ୍କର ବର୍ଣ୍ଣନା ବିସ୍ତାର ପୂର୍ବକ କରାଯାଇଛି। ରାମାୟଣ ଏବଂ ମହାଭାରତରେ ଯକ୍ଷ ଏବଂ ଯକ୍ଷିଣୀଙ୍କର ବର୍ଣ୍ଣନା ଅନେକ ସ୍ଥାନରେ ଦେଖିବାକୁ ମିଳେ। ରାମାୟଣ କାଳରେ ତାଡ଼କା ଜଣେ ବଳଶାଳୀ ଯକ୍ଷିଣୀ ଥିଲା, ଯାହାର ବଧ ପ୍ରଭୁ ଶ୍ରୀରାମଙ୍କ ହାତରେ ହୋଇଥିଲା। ସୁରସୁନ୍ଦରୀ, ମନୋହାରିଣୀ, କନକବତୀ, ରତିପ୍ରିୟା, ପଦ୍ମିନୀ, କାମେଶ୍ୱରୀ, ଅନୁରାଗିଣୀ, କର୍ଣ୍ଣପିଶାଚିନୀ, ଧାନ୍ୟା, ନଟି, ବିଚିତ୍ରା ଇତ୍ୟାଦି ଏମାନଙ୍କର ନାମ ଅଟେ। ଯକ୍ଷିଣୀ ସକାରାତ୍ମକ ଶକ୍ତି ଏବଂ ପିଶାଚିନୀ ନକାରାତ୍ମକ ଶକ୍ତି ରୂପେ ପରିଚିତ। ସନାତନ ଧର୍ମଗ୍ରନ୍ଥରେ ଯକ୍ଷିଣୀଙ୍କ ଉତ୍ପତ୍ତି ସମ୍ପର୍କରେ 2ଟି ବିବରଣୀ ଦେଖିବାକୁ ମିଳେ। ପ୍ରଥମଟି ରାମାୟଣର ଉତ୍ତରାକାଣ୍ଡ ସର୍ଗ 4ରେ ଦେଖିବାକୁ ମିଳେ। ସେଥିରେ ବର୍ଣ୍ଣିତ ରହିଛି, ସୃଷ୍ଟିର ନିର୍ମାଣ କରିବା ସମୟରେ ଜଳର ରକ୍ଷା କରିବା ଉଦ୍ଦେଶ୍ୟରେ ଭଗବାନ ବ୍ରହ୍ମା ଅନେକ ଜନ୍ତୁଙ୍କୁ ସୃଷ୍ଟି କରିଥିଲେ। ବ୍ରହ୍ମା ସେମାନଙ୍କୁ ମନୁଷ୍ୟମାନଙ୍କର ରକ୍ଷା କରିବାକୁ କହିଥିଲେ। ସେମାନଙ୍କ ଭିତରୁ କିଛି ପ୍ରାଣୀ କହିଥିଲେ ରକ୍ଷାମ୍, ଅର୍ଥାତ୍ ଆମେ ରକ୍ଷା କରୁଛୁ, ଏବଂ କିଛି ପ୍ରାଣୀ କହିଥିଲେ ଯକ୍ଷାମ୍, ଅର୍ଥାତ୍ ଆମେ ଉତ୍ତରତର ବୃଦ୍ଧି କରୁଛୁ। ଯେଉଁମାନେ ରକ୍ଷାମ୍ କହିଥିଲେ ସେମାନେ ରାକ୍ଷସ ହେଲେ, ଯେଉଁମାନେ ଯକ୍ଷାମ୍ କହିଥିଲେ ସେମାନେ ଯକ୍ଷ ହେଲେ। ଋଷି ବିଶ୍ରବା 2 ଜଣଙ୍କୁ ବିବାହ କରିଥିଲେ। ଜଣେ ହେଉଛନ୍ତି କେକସି, ଯାହାଙ୍କଠାରୁ ରାବଣ, କୁମ୍ଭକର୍ଣ୍ଣ ଆଦି ପୁତ୍ର ଜନ୍ମ ହୋଇଥିଲେ। ଦ୍ୱିତୀୟ ପତ୍ନୀ ଦେବବର୍ଣ୍ଣିନୀ, ଯାହାଙ୍କର ଅନ୍ୟ ନାମ ଇଲବିଲା। ତାଙ୍କଠାରୁ ଯକ୍ଷ ଅଧିପତି କୁବେର ଉତ୍ପନ୍ନ ହୋଇଥିଲେ। ରାକ୍ଷସ ମାୟାବୀ ଥିଲେ, ସେମାନଙ୍କ ପାଖରେ ମାୟାବୀ ଶକ୍ତି ଥିଲା। ଅନ୍ୟପକ୍ଷରେ ଯକ୍ଷଙ୍କ ପାଖରେ ମଧ୍ୟ ମାୟାବୀ ଯାଦୁଶକ୍ତି ଥିଲା। କିନ୍ତୁ ଦୁହିଁଙ୍କ ଭିତରେ ପାର୍ଥକ୍ୟ ଥିଲା। ରାକ୍ଷସ ଭୂଲୋକ କିମ୍ବା ପାତାଳ ଲୋକରେ ରୁହନ୍ତି, କିନ୍ତୁ ଯକ୍ଷ ଯକ୍ଷିଣୀମାନଙ୍କର ସ୍ୱର୍ଗ ପର୍ଯ୍ୟନ୍ତ ଯିବାର କ୍ଷମତା ରହିଛି ଏବଂ ସେଠାରେ ବସବାସ ମଧ୍ୟ କରନ୍ତି। ସେଥିପାଇଁ ଧର୍ମଗ୍ରନ୍ଥମାନଙ୍କରେ ଅନେକ ସ୍ଥାନରେ ତ୍ରିଦେବ ଏବଂ ମୁଖ୍ୟ ଦେବତାମାନଙ୍କ ସହିତ ରହିଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଯକ୍ଷମାନେ ଭଗବାନ ବ୍ରହ୍ମାଙ୍କୁ ପୂଜା ପାଇବା ପାଇଁ ଅଧିକାର ମାଗିଥିଲେ, ଯାହାଦ୍ୱାରା ମନୁଷ୍ୟମାନେ ସେମାନଙ୍କୁ ପୂଜା ଏବଂ ସାଧନା କରି ଶକ୍ତିପ୍ରାପ୍ତ କରିପାରିବେ। ସେଥିପାଇଁ ଯକ୍ଷ ଯକ୍ଷିଣୀମାନଙ୍କୁ ତାନ୍ତ୍ରିକ ବିଦ୍ୟା ପ୍ରାପ୍ତ ହୋଇଥିଲା। ଏଥିପାଇଁ ଯକ୍ଷ ଏବଂ ଯକ୍ଷିଣୀଙ୍କ ପୂଜା ବିଭିନ୍ନ ପ୍ରକାର ସାଧନାରେ ପ୍ରଚଳିତ ଅଛି। ଯକ୍ଷିଣୀଙ୍କ ଉତ୍ପତ୍ତି ସମ୍ପର୍କରେ ଅନ୍ୟ ଏକ ପୌରାଣିକ କଥା ରହିଛି। ଥରେ ଭଗବାନ ଶିବ ହିମାଳୟ ପର୍ବତ ଉପରେ ତପସ୍ୟା କରୁଥିଲେ। ମାତା ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପେ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ନିଜ ସଖୀମାନଙ୍କ ସହିତ ମହାଦେବଙ୍କର ସେବା କରୁଥିଲେ। ସେହି ସମୟରେ ଦେବରାଜ ଇନ୍ଦ୍ର ଏବଂ ଅନ୍ୟ ଦେବତାଙ୍କ କଥାରେ କାମଦେବ ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିବା ଉଦ୍ଦେଶ୍ୟରେ ପହଞ୍ଚିଲେ। କନ୍ଦର୍ପ ଶିବଙ୍କ ଉପରକୁ ଫୁଲସର ମାରିବାକୁ ଉଦ୍ୟତ ହେବା ସମୟରେ ମନରେ ଭାବିଲେ, ଏହି ଫୁଲସର ମାତା ପାର୍ବତୀଙ୍କ ଉପରକୁ ପ୍ରୟୋଗ କଲେ କିପରି ହୁଅନ୍ତା? ଏହାଦ୍ୱାରା ମାତା ପାର୍ବତୀଙ୍କର ଭଗବାନ ଶିବଙ୍କୁ ପାଇବାର ଇଚ୍ଛା ଅଧିକ ହେବ। ଏହାପରେ କନ୍ଦର୍ପ ମାତା ପାର୍ବତୀଙ୍କୁ ସେହି ଫୁଲସର ମାରିଦେଲେ। ମାତା ସ୍ୱୟଂ ପ୍ରକୃତି ହେବା କାରଣରୁ ସମସ୍ତ କଥା ଜାଣିପାରିଲେ। ସେଥିପାଇଁ ସେ କନ୍ଦର୍ପଙ୍କର ଏଭଳି ଧୃଷ୍ଟତାକୁ କ୍ଷମା କରିଦେଲେ। ତାରକାସୁରକୁ ବଧ କରିବା ଉଦ୍ଦେଶ୍ୟରେ ଭଗବାନ ଶିବଙ୍କୁ ବୈରାଗ୍ୟରୁ ଫେରାଇ ଆଣିବା ଅତି ଆବଶ୍ୟକ ଥିଲା, କାରଣ ଭଗବାନ ଶିବଙ୍କ ସନ୍ତାନ ହାତରେ ତାରକାସୁରର ବଧ ହେବାର ଥିଲା। ସେଥିପାଇଁ କନ୍ଦର୍ପ ଯେତେବେଳେ ମାତା ପାର୍ବତୀଙ୍କ ଉପରକୁ ସେହି ସର ମାରିଥିଲେ, ସେ ଅବଶ୍ୟ କ୍ରୋଧିତ ହୋଇଥିଲେ, କିନ୍ତୁ କାମଦେବଙ୍କର ଉଦ୍ଦେଶ୍ୟ ଜଗତ କଲ୍ୟାଣ ହୋଇଥିବା କାରଣରୁ ମନ ମଧ୍ୟରେ କନ୍ଦର୍ପଙ୍କୁ କ୍ଷମା କରିଦେଲେ। କିନ୍ତୁ ସେହି ସରାଘାତ କାରଣରୁ ମାତାଙ୍କ ଭାବନାଗୁଡ଼ିକ ମଥାରେ ଝାଳବିନ୍ଦୁ ରୂପେ ନିର୍ଗତ ହୋଇଥିଲା। ସେହି ଝାଳବୁନ୍ଦାଗୁଡ଼ିକୁ ମାତା ହାତରେ ପୋଛି ଫିଙ୍ଗିଦେଲେ। ତାହା ପୃଥିବୀ ସମେତ ବ୍ରହ୍ମାଣ୍ଡର ଅଲଗା ଅଲଗା ସ୍ଥାନରେ ପଡ଼ିଥିଲା। ଯେଉଁ ଯେଉଁ ସ୍ଥାନରେ ସେହି ଝାଳବିନ୍ଦୁ ପଡ଼ିଥିଲା, ସେହି ସ୍ଥାନରୁ ଜଣେ ଜଣେ ଯକ୍ଷିଣୀ ଉତ୍ପନ୍ନ ହୋଇଥିଲେ।
ଦେବୀଙ୍କ ଅଂଶରୁ ଉତ୍ପତ୍ତି ହେବା କାରଣରୁ ସେମାନେ ଶକ୍ତିଶାଳୀ ତ ଥିଲେ, ତା ସହ କାମାତୁର ମଧ୍ୟ ଥିଲେ। ସେଥିପାଇଁ ସେମାନେ ସମସ୍ତଙ୍କୁ ସ୍ପର୍ଶ କରିବାକୁ ଲାଗିଲେ। ଏଥିପାଇଁ ସେମାନଙ୍କୁ ଅଭିଶାପ ଦିଆଗଲା କି ସେପର୍ଯ୍ୟନ୍ତ ସେମାନେ ଦେବତା ତୁଲ୍ୟ ହେବେ ନାହିଁ ଯେପର୍ଯ୍ୟନ୍ତ କୌଣସି ମନୁଷ୍ୟ ତାଙ୍କୁ ପୂଜା କରି ତାଙ୍କୁ ସାଧନା ନ କରିଛନ୍ତି। ଯକ୍ଷିଣୀ ବହୁତ ଶକ୍ତିଶାଳୀ, ସେଥିପାଇଁ ସେମାନଙ୍କୁ ପ୍ରସନ୍ନ କରିବା କଠିନ। ତାଙ୍କ ପାଖରେ ଅଲୌକିକ ଶକ୍ତି ରହିଥାଏ। ସେମାନେ ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରିବାର କ୍ଷମତା ରଖନ୍ତି। ଯକ୍ଷିଣୀ ପୃଥିବୀ, ପାତାଳ, ସ୍ୱର୍ଗଲୋକ ସହିତ ଜଡ଼ିତ। ସେମାନେ ସମସ୍ତ ଲୋକକୁ ଭ୍ରମଣ କରନ୍ତି। ସେମାନେ ମଧ୍ୟ ଚାହାନ୍ତି ତାଙ୍କ ଅଭିଶାପକୁ ନଷ୍ଟ କରିପାରୁଥିବା କୌଣସି ସତ୍ୟନିଷ୍ଠ ମନୁଷ୍ୟ ତାଙ୍କର ସାଧନା କରୁ। ସାଧନା ମା ରୂପରେ, ସ୍ତ୍ରୀ ରୂପରେ, ଭଉଣୀ ରୂପରେ କିମ୍ବା କନ୍ୟା ରୂପରେ ହେଲେ ମଧ୍ୟ ଯକ୍ଷିଣୀଙ୍କର ଅଭିଶାପ ନଷ୍ଟ ହେବ। ତା ବଦଳରେ ଯକ୍ଷିଣୀ ସାଧକଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି। ଯକ୍ଷିଣୀଙ୍କର ସଂଖ୍ୟା ଅନନ୍ତ। କେତେକ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ କେତେକ ଉଗ୍ର ସ୍ୱଭାବର ହୋଇଥାନ୍ତି। ସେମାନେ ମନୁଷ୍ୟଙ୍କ ମନ ମସ୍ତିଷ୍କକୁ କବଳିତ ମଧ୍ୟ କରିଥାନ୍ତି। ସେମାନଙ୍କ ସିଦ୍ଧି କରିବା ପୂର୍ବରୁ ନିଜର ଇଷ୍ଟଦେବତାଙ୍କ ସିଦ୍ଧି ହେବା ଜରୁରୀ। ଯକ୍ଷିଣୀ ମଧ୍ୟ ସାଧକଙ୍କର ଅତି କଠୋର ପରୀକ୍ଷା ନିଅନ୍ତି। ସାମାନ୍ୟ ଭୁଲରେ ସେମାନେ ସାଧକଙ୍କୁ ଅନେକ କଷ୍ଟ ଦେଇଥାନ୍ତି। ସେଥିପାଇଁ ଅତି ସାବଧାନ ହୋଇ ଯକ୍ଷିଣୀ ସାଧନା କରିବା ଆବଶ୍ୟକ। କୌତୂହଳବଶତଃ ବିଲକୁଲ କରିବା ଉଚିତ ନୁହେଁ। ଏହି ଭିଡ଼ିଓ କେବଳ ଯକ୍ଷିଣୀଙ୍କ ସମ୍ପର୍କରେ ଜଣାଇବା ଉଦ୍ଦେଶ୍ୟରେ ହୋଇଛି, କୌଣସି ସାଧନା କରିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନୁହେଁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ଏବଂ କମେଣ୍ଟସ୍ କରିବେ। ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ରହୁଛି। ଜୟ ଜଗନ୍ନାଥ, ଜୟ ସନାତନ।